ଅନେକ ଦିନ ପରେ ଆଜି ବର୍ଷା ବାହାଘର କଥା ସମ୍ପୂର୍ଣ୍ଣ ରୂପରେ କହୁଛି। ପ୍ରଥମେ ତ ହେଇଥିଲା ମେହେନ୍ଦି। ଆଉ ଆପଣମାନେ ଜାଣିଛନ୍ତି ମେହେନ୍ଦିରେ କ'ଣ ହୁଏ। କାହିଁକିନା ଏବେ ସବୁ ବାହାଘର ରୀତିନୀତି ଅଲଗା ଲାଗୁଛି। ଆମେ ଯିଏ ସବୁ ପୁରୁଣା କାଳିଆ ଲୋକ ଖାଲି ଚୁପ୍ ରହୁଛୁ। କାହିଁକି ନା ସବୁବେଳେ ସମୟର ପ୍ରଭାବ କିଛି ରହିଥାଏ, ଆଉ ବୟୋଜ୍ୟେଷ୍ଠମାନଙ୍କର କିଛି ଅଭିଯୋଗ ବି ରହିଥାଏ। ମେହେନ୍ଦି ପରେ ପରେ ହଳଦୀ ହେଲା। ହଳଦୀରେ ପୁଣି ଦେଖୁନାହାନ୍ତି ତା'ର ବାଡ଼ୁଅ ଝିଅମାନେ ତାକୁ ମଝିରେ ପୂରେଇ ଗଲେ ସେ ହଳଦୀ ପେଣ୍ଡାଲକୁ। ଇଏ ସବୁ ନୂଆ ଜିନିଷ, ଏସବୁ ନୂଆ ମଜା, ନୂଆ ଖୁସି, ନୂଆ ଗେଟଅପ୍। ଆମେ ତ ସେତେବେଳେ ବାହାଘରଟିଏ ହେଲେ ଧନ୍ଦାଳି ହେଇଯାଉଥିଲୁ। ମୁଁ 45 ବର୍ଷ ପରେ ବାହା ହେଲି। 45 ବର୍ଷ ପୂର୍ବରେ ବାହା ହେଇଥିଲି। ସେତେବେଳେ କଥା କ'ଣ କହିବି, ଆଜି ସେସବୁ କହିବା ଠିକ୍ ହେବନି। ଆମେ ସବୁ ହଳଦୀ ଗେଟଅପ୍ରେ ଥିଲୁ। ଆମେ କେବଳ ମଙ୍ଗନ ବେଳେ ଶାଢ଼ୀ ଖଣ୍ଡେ ଖଣ୍ଡେ ନୂଆ ପିନ୍ଧୁଥିଲୁ। ଆଉ ଏତେ କାମ ପଡ଼ୁଥିଲା, ଏମିତିକି କେବଳ ବଡ଼ ଭୋଜି ଯେଉଁଟା ମାନେ ବାହାଘର ଭୋଜି, ସେଇଟାରେ ପ୍ରାୟ ସ୍ତ୍ରୀ ଲୋକମାନେ ଭାଗ ନେଉନଥିଲେ। ନହେଲେ ତ ଆଉ ସବୁଥିରେ ସ୍ତ୍ରୀ ଲୋକମାନଙ୍କୁ ଏତେ ପରିଶ୍ରମ ପଡ଼ୁଥିଲା କ'ଣ କହିବି। ମୁଁ ମଝିରେ ମଝିରେ ଏପଟ ସେପଟ ଯିଏ ଡାକୁଥିଲା ଯାଇ ଫଟୋ ଉଠାଉଥିଲି। ଆଉ ଶୁଣିଲି ବର୍ଷା ଆସିଗଲାଣି ବାହାଘର ଦିନ ମଣ୍ଡପକୁ। ମଣ୍ଡପରେ ତ ଗହଳି ଲାଗିଯିବ, ତେଣୁ ଆମେ ନିଜ ପରିବାର ଲୋକ ସବୁ ଯାଇ ସେଠି ଆଗ ଫଟୋ ଉଠାଇ ନେଲୁ। ଏଇଟା ତ ମୋ ସାନ ଭାଇ ପୁଷ୍ପହାସ ବା କୁନୁର ପରିବାର। ବର୍ଷା ମଝିରେ ଠିଆ ହେଇଛି, ତା ପୁଅ ଝିଅ ଆଉ ସିଏ। ଆଉ ଏଇଟା ବର୍ଷାର କୁନୁର ଝିଅ ଆଉ ବର୍ଷା, ମାନେ ଏମାନେ ଦୁଇ ଭଉଣୀ। ଆଉ ଏ ସ୍ୱାମୀ ସ୍ତ୍ରୀଙ୍କୁ କହିଲେ ଆରେ ଠିଆ ହୁଅ ମ, ତୁମର ଗୋଟେ ଫଟୋ ମୁଁ ଉଠାଇ ନେଇଥାଏ, କେତେବେଳେ ତୁମ ଆନିଭର୍ସରୀ ହେଲେ ସେୟାର କରିବି। ଚୁଙ୍ଗା ସେତେବେଳକୁ ଆସିଗଲା, ଆଉ ସେଠି ଠିଆ ହେଇ ପଡ଼ିଲା। ଆଉ ତା ଝିଅ କହିଲା ଆମ ବୋଉ ସାଙ୍ଗେ ମୋର ଗୋଟେ ଫଟୋ ଉଠାଇଦେଲୁ, ଆମର ଭଲ ମ୍ୟାଚ୍ ହେଇଛି। ଏତେବେଳକୁ ପୁଣି ଦୀପ୍ତି ବି ଚାଲି ଆସିଲା, ଆଉ ସେ ବି ଫଟୋ ଉଠାଇ ନେଲା। ଆଜିକାଲି ସମସ୍ତଙ୍କ ହାତରେ କ୍ୟାମେରା ମାନେ ମୋବାଇଲ, ତେଣୁ ଫଟୋ ଉଠାଇବା ଗୋଟେ ନିହାତି ସାଧାରଣ କଥାରେ ପରିଣତ ହେଇଛି। ଆମେ ପେଣ୍ଡାଲ ଉପରକୁ ଗଲୁ, ଆଉ ସିଏ ତା ପିଇସାକୁ କୁଣ୍ଢେଇ ପକାଇଲା। ସତରେ ସେ ତା ପିଇସାକୁ ବହୁତ ଭଲ ପାଏ। ତା ବୋଲି କ'ଣ ମୋତେ ଭଲ ପାଏନି କି? ହେଲେ ତାଙ୍କ ପିଇସା ଝିଆରୀଙ୍କର ପିଲାଟି ଦିନୁ ଭାରି ଭଲ ପଡ଼େ। ଆମେ ଯିଏ ଫଟୋ ଉଠାଇଲା ବେଳେ ମୁଁ ଟୁଇଙ୍କିଲ୍କି ଡାକ ପକାଇଲି। ମୁଁ ଆଲୋ ମା ଆଇଲୁ ଟିକେ, ତୁମ ତିନିହଙ୍କ ଦର୍ଶନ ପାଇବା ଭାରି କଷ୍ଟ। କିଏ କିଏ ତିନିହ କହିଲେ? ସିଏ ବାଦୁ, ଟୁଇଙ୍କିଲ୍ ଆଉ ସୁଧା। ସେଇ ତିନିହେଁ ତ ସବୁ କାମ କରୁଛନ୍ତି, ତେଣୁ ତାଙ୍କ ସହିତ ଫଟୋ ଉଠାଇବା ପ୍ରକୃତରେ କଷ୍ଟକର ଥିଲା। ମୁଁ ପୁଣି ମୋ ଡେଙ୍ଗା ଭାଇ ସାଙ୍ଗେ ଗୋଟେ ଫଟୋ ଉଠାଇଦେଲି। ତା ସ୍ତ୍ରୀକୁ ବି ଡାକିଲି, ଆଉ ମୋ ସ୍ୱାମୀଙ୍କୁ ବି ଡାକିନେଲି। ଆଉ ପୁଣି କହିଲି ଆମେ ଦିହେଁ ନିଜର ଗୋଟେ ଆଗ ଫଟୋ ଉଠାଇ ରଖିବା। ସତ କହିଲେ ଆମେ ଦିହେଁ ତ ସବୁଠୁ ନିଜର, କେଉଁ କାଳରୁ। ଏମାନେ ସବୁ ପରେ ଆସିଛନ୍ତି। ସୁଧାକୁ ବି ପାଖକୁ ଭିଡ଼ି ଆଣିଲି, ଆଉ ବର୍ଷା ସାଙ୍ଗରେ ଗୋଟେ ଫଟୋ ଉଠାଇ ନେଲି। ଯାହା କହିଥିଲି କିଛି ସମୟ ପୂର୍ବରୁ, ସେ ତିନିହଙ୍କ ସାଙ୍ଗେ ଫଟୋ ଉଠାଇବା ବହୁତ କଷ୍ଟ ଥିଲା। ବାଦୁ ସାଙ୍ଗେ ମୁଁ ଫଟୋ ଉଠାଇ ହିଁ ପାରିନଥିଲି। ଆଉ ଯେଉଁ ଫଟୋଟି ଥିଲା ସେଇଟା ହଳଦୀ ବେଳେ ମୁଁ ପକାଇଥିଲି ବୋଲି ଆଉ ଆପଣଙ୍କୁ କହିଲିନି। ହଁ, ଏଇଠି ବାଦୁ ବି ଆସିଥିଲା, ଆଉ ଆମେ ଫଟୋ ଉଠାଇ ନେଇଥିଲୁ, ମୋର ଖ୍ୟାଲ ରହିଲାନି। ଏମିତି ତରବର ଭିତରେ ବର ଆସିବା ବେଳ ହେଇଗଲା। ଆଉ ବର ଆସିଲେ ତ ରୋଷଣୀ ହେବ, ବାଣ ଫୁଟିବ, ଆଉ ସମସ୍ତେ ସେ ଆଡ଼କୁ ଧାଇଁବେ। ମୁଁ ବି ସେ ଆଡ଼କୁ ଧାଇଁଲି। ସବୁ ସେଠିକି ଗଲେ, ଆଉ ସେଠି ପୁଣି ବନ୍ଦାପନା ବା ବାଟବରଣୀ କାର୍ଯ୍ୟକ୍ରମ ଚାଲିଲା। ସେ ଭିତରେ ମୋ ପୁଅ କହିଲା ବୋଉ ଟିକେ ଠିଆ ହେଉନୁ, ତୋର କେତେଟା ଫଟୋ ଉଠାଇଥିବି। ମୁଁ ଦେ ଉଠା। ମୋତେ ବି ଫଟୋ ଉଠାଇବାକୁ ପିଲାଦିନୁ ବହୁତ ଭଲ ଲାଗେ। ସେତେବେଳେ କ୍ୟାମେରା ନଥିଲା। ଆମେ ପାଞ୍ଜିରୁ ପଢ଼ିକି ଗୋଟେ 65 ଟଙ୍କା ଖର୍ଚ୍ଚ କରିକି ଗୋଟେ କ୍ୟାମେରା ମଗାଇଥିଲୁ। ଆଉ ସେଥିରେ ଫଟୋ ଉଠାଇବାର ଯେଉଁ ଅନୁଭୂତି, ଆଜି ସେ କଥା କହିଲେ ବାହାଘର କଥା କହିପାରିବିନି। ଆପଣ ଇଆଡ଼େ ବାହାଘର କଥା ଦେଖନ୍ତୁ। ଇଏ ପଛରେ ଯିଏ ଫୁଲ ଲମ୍ବିଛି ସିଏ ହେଲେ ମାଇଁ, ଆଉ ଯିଏ ବାଟବରଣ କରୁଛନ୍ତି ସିଏ ହେଲେ ମାମୁଁ। ମାମୁଁ ଏଠି ବରକର୍ତ୍ତା ଥିଲେ, ତେଣୁ ଜ୍ୱାଇଁକି ବନ୍ଦେଇ ଆଣିବା କାମ ବି ତାଙ୍କର ହିଁ ଥିଲା। ସାଧାରଣତଃ ମାମୁଁମାନେ ହିଁ ଭଣଜା ଭାଣିଜୀଙ୍କର ବାହାଘର କରିଥାନ୍ତି, ଆଉ ଏଠି ମାମୁଁ କରିବା ତ ଅନିବାର୍ଯ୍ୟ ଥିଲା। ତାପରେ ଏବେ ଯେଉଁ ସିଷ୍ଟମ୍ ଚାଲିଛି, ଜ୍ୱାଇଁ କ'ଣ ଚାଲି ଚାଲି ଆସୁଛନ୍ତି କି? ଜ୍ୱାଇଁଙ୍କୁ ଟେକିକି ଅଣାହେଉଛି। ଠିକ୍ ଅଛି, ତାଙ୍କର କ'ଣ ଶଳାର ଅଭାବ ଅଛି ଯେ ତାଙ୍କୁ ଟେକିକି ଅଣା ହେଇପାରିବନି? ଆମ ଜ୍ୱାଇଁକି ବି ସବୁ ଲାଗିପଡ଼ି ଟେକିକି ନେଇ ଆସିଲେ। ଇଏ ବି ଗୋଟେ ନୂଆ ପ୍ରଥା। ଏଇଟା କାଳେ ପଞ୍ଜାବୀମାନଙ୍କର ପ୍ରକୃତ ମୂଳ ପ୍ରଥା, କିନ୍ତୁ ଏବେ ତ ଏଇଟା ସବୁ ବାହାଘରରେ କରାଯାଉଛି। ଠିକ୍ ଅଛି, ଏବେ ବାହାଘରଟିଏ ଦେଖିଲେ ଲାଗୁଛି କିଛି ଗୋଟେ ସୁଟିଂ ହେଉଛି ବୋଧେ। ସମସ୍ତେ ସୁସଜ୍ଜିତ, କାମର ଭାରା ପ୍ରାୟ ନାହିଁ। କେବଳ ତଦାରଖ କଲା ବାଲା ସିନା ଏପଟ ସେପଟ ହେଉଛନ୍ତି, ନହେଲେ ଆଉ କାହାକୁ ବା କ'ଣ କାମ ଅଛି? ଆଉ ଖାଇବାରେ ପଚରା ଉଚରା ସିଷ୍ଟମ୍ ତ ଆଉ ନାହିଁ। ବଫେ ସିଷ୍ଟମ୍, ଯାହାକୁ ଯାହା ଭଲ ଲାଗିଲା, ଯେତିକି ଦରକାର ହେଲା ସିଏ ତାର ନେଲା ଆଉ ଖାଇଲା।
ए सिस्टमटी भारी मजादार सिस्टम। भाई माने भौणी को आनी बर पाखे पहुँचाइबे हेले एटा आदौ आम ओडिया सिस्टम नुहे। मुझे सब देखी भावुली जे सबू बाहाघर प्रथा को एकाठी करी गोटे सार्वजनीन बाहाघर प्रथा ठीक कले तो आहरी बढ़िया हंता। हेले आम वैदिक बाहाघर प्रथा आपण मैंने केबे टिके मन देई पढ़ी बा बुझा चेष्टा करिसंती कि से बाहाघर प्रथा को जदि अंतरर सहित आम बुझी नबा ना ताले स्वामी स्त्री भितर विच्छेद हवा बहुत कष्टकर हो। केते प्रतिज्ञा केते कथा केते मंत्र उच्चारण केते प्रतिश्रुति परे बाहाघरटे हुए आ सेथिरे प्रत्येक विधि विधान रे केते तात्पर्य थाए ताकू बुझीगले हुए तो मन एते उच्चाट होंतानी बा एते माने चंचल होंता नहीं। एबे तो यूज एंड थ्रो जुग प्रत्येक जिनस व्यवहार परे फोपाड़ी दिया जाउछि। हाँ ये वर्षार सांग आउ से भितर आमे टिके दुख सुख हो गलु कथा हो गलु तेणे अनेलु सियाड़े कौन है अरे सेठी कौन बाण फुटा है आउ गोटे कौन विशेष कार्यक्रम हम बोधे सियाड़े अनेला बेलू बर कन्या दिहे फूलमाल धरी ठिया होती। हाँ यहीटा भी आम बेले नथिला सुंदर लगुच युवपीढ़ी मैंने सब मजा नौकरी एठी भी केमती मजा होची देखंतु। बर तो दे सारे कन्या बेकरे माल हेले कन्या माल गलैबा बर हाथ उठेला बेलू ता भाई माने कौन आसी ताको उठे पकईले ता दुई भाई सेपटू टेकी पकईले आउ एपटू भी गोटे भाई आसी कहला आमे तो कन्यादान करिचु आस आमे भी भाई की टेकिबा बड़ मजा हला। आ बर कन्या तो पूरा उच्चारे आउ मु कहली अरे जल्दी कर काम सार आउ एते उच्चा को टेकना बेले बेले पिला माने मनटा को चंचल कर दियंती आउ हेताहेत ज्ञान भूली जाती से गुरुजन मैंने सबुठी टिके आकट करती। जा हौ एबे आम ज्वाईंकर हाथ पाईगला आम झील पाखक आउ से फूलमाला अर्पण कले सेठी गोटे हरिबोल भूल कहली सेठी बेस हुलहुली आउ छोट पिला मानकर चिलेवा शब्द भारी मजा कला। तापरे उभय दुहे हाथ टिके अभिवादन जनइले आउ समस्त को प्रणाम भी कले। मु कहली आम नटखटिया दल गले कुआड़े गहली बेले छुआ मान लक्ष्य रखा निहाती जरूरी। छोट पिला कुआड़े जिबे भोजी की गला माने तो सेमाने केवल थंडा पीवा और आइसक्रीम खाइबार व्यस्त। आज किंतु सेमाने सेठी बुलुथिले तांको सहित फोटो निले आ मो सान भाईर पुओ सहित भी फोटोटे उठेली। तापर पुणी आमे बाहर साजसज्जा देखा गलु सेठी सुंदर फोटो सब आम झील जोईंकर लागिथिला माने वर्षा आउ आम जोईंकर ये हेले बरकर्ता। मु कहली अरे हे झीवर मामू आइलु एपर्यंत आमे भाई भौणी तो फोटो उठेने तेणु ता सहित भी गोटे फोटो नहीं गली। आ एपटे बाहाघर काम बढ़ी 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 जाई पहुँचीगला हाथ गंठी पड़े देखंतु केते प्रकारर प्रथा हाथ गंठी को सान भौणीटे ही फिटेब आउ सेथिपाई पुणी बरपक्ष ताकू किछि उपहार देबे सेथिरे पुणी मजा चलिबो मूलचाल चलिबो से काम सरला परे खई पोड़ा हबो ताकू सान भाईटीए खई बढ़ेब देखुनाहांती बरकन्या हाथ को ये पूरा सान भाई मो सान भाईर पुओ से खई बढ़ेब केते समस्तिंकर ए भितर योगदान रहुची। सान भौणी निर्बंध ए हाथ गंठी फिटेकी चलीगला एबे सान पुओ आसला खई पोड़ारे खई दबाकू एपटे पुणी झीवर जा प्रस्तुत होइके अछंती काहाकू कौन दबाकू हबो कौन विधि विधान करबाकू हबो से ठिया होइचंती रुहंतु से परिष्कार देखा जाऊ नाहंती मु तांको कह देखैबी माने आम झीवर बड़ जा वर्षार बड़ जा आउ खई पोड़ा सरीगला परे पुणी कौन विधि विधान होउची देखंतु विधि विधान कौन एतिकिरे सरलानी आहुरी बाकी अछि आ सबु विधि विधान किछि तात्पर्य अछि आ परिवार समस्तिंकर संपृक्ति भी रहुची। मु भावे एते सब विधि विधान प्रमुख कारण होउची जोथिपाई कार्यटी होउची अनुष्ठानटी होउची कौन पाई दुई जन नवयुवक युवती सारा समग्र परिवार सहित ए जन्म पाई बांधी हो जिवे। ए देखंतु सी जे धड़ा ड्रेस पिंचंती सी हेले मो आम वर्षार बड़ जा समस्ते संपृक्त रही सुचारू रूप से भविष्य रे केमती तांकर पारिवारिक जीवन चलिबो खाली तो पुओ झीओंकर भल पड़ले हबनी दुई परिवार भी केमती निज सहित बांधी होइकी रहिबे। आ एबे तो गला सिंदूर दान एटा भी गोटे विशेष कार्यक्रम बाहाघरर आ ता पछपटे जे ठिया होइछि से होछि ट्विंकिल आ मो पुतुरा बहु एई मानक कथा ही मु कहउथिली। प्रकृत बाहाघर सबुठु बेसी कार्यव्यस्त थिले बादू ट्विंकल आउ
ସୁଧା। ଗୋଟାକ ପରେ ଗୋଟେ କାର୍ଯ୍ୟକ୍ରମ ସରିଯାଉଥିଲା, ରାତି ବଢ଼ି ଯାଉଥିଲା, ଆଉ ଟିକେ ଟିକେ ଫାଙ୍କା ବି ହେଇଯାଉଥିଲା। କାହିଁକିନା ସାରା ରାତି କ'ଣ ସମସ୍ତେ ଅନିଦ୍ରା ହୁଅନ୍ତି, ଅତି ଘନିଷ୍ଠମାନେ ସବୁ ଅନିଦ୍ରା ହୁଅନ୍ତି ଏଇଠି। ଏବେ ବରପକ୍ଷର ଉପହାର ଯାହା ଆସିଥିଲା ତାକୁ ତା ବଡ଼ଜା ତାକୁ ପିନ୍ଧେଇ ଦେଲେ। ଏମିତି ଗୋଟିକ ପରେ ଗୋଟିଏ କାର୍ଯ୍ୟକ୍ରମ ସରିବାରେ ଲାଗିଥିଲା। ଏବେ ପୁଣି ଆସିଗଲେ ବର ପିତା। ଆଉ ଗୋଟିଏ କାର୍ଯ୍ୟକ୍ରମ ଦେଖନ୍ତୁ ଏଠି କ'ଣ ହେଉଛି। ଏଠି ଏବେ ହେବ ସମୁଦି ମିଳନ। ହେଇଟି ପରା ଆଉ ଜଣେ ସମୁଦି ବି ଆସି ପହଞ୍ଚିଗଲେ। ସେମାନଙ୍କ ଭିତରେ କୋଳାକଳି ହେବାଟା ବି ବିଧାନ ସମ୍ମତ। ଏସବୁର ତାତ୍ପର୍ଯ୍ୟ ଆମେ କ'ଣ ବୁଝିବା? କେବଳ ବରକନ୍ୟା ନୁହନ୍ତି, ଉଭୟ ପରିବାର ବି ନିଜ ଭିତରେ ଅନ୍ତରଙ୍ଗତା ରଖି କେମିତି ବାଟ ଚାଲିବା ବା ଠିକ୍ ବୁଝାମଣା ରଖି କେମିତି ବାଟ ଚାଲିବା। ତାହେଲେ ଯାଇ ଗୋଟିଏ ପରିବାରରେ ଯଦି ଶାନ୍ତି ନ ରହିପାରିଲା, ପ୍ରତ୍ୟେକଟି ପରିବାର ଯଦି ଅଶାନ୍ତ ହେଇଯିବ, ତାହେଲେ ସମଗ୍ର ଦୁନିଆ ଅଶାନ୍ତି ହେଇଯିବ। ତେଣୁ ବଡ଼ ବଡ଼ କାମ କରିବା ଅପେକ୍ଷା ନିଜ ଜୀବନଟାକୁ କେମିତି ଶାନ୍ତି ଶୃଙ୍ଖଳାରେ କଟେଇବ ସେଇଟା ବଡ଼ କଥା। ମୁଁ ଇଆଡ଼େ ଗପୁ ଗପୁ ସିଆଡ଼େ ଆଉ ଗୋଟେ ପ୍ରୋଗ୍ରାମ୍ ଚାଲିଲାଣି। ଦେଖିଲେ କେଡ଼େ ବଡ଼ ବିଧାଟେ ସେ ମାରିଲା। ଏଇ ହେଉଛି ଠିକ୍ ଶଳା। ବିଧାଟି ଜୋରରେ ଉଞ୍ଚେଇଲା କିନ୍ତୁ ପିଠିଟିକୁ ଛୁଆଇଁ ଦେଲା। ତାକୁ ବି ଖଣ୍ଡେ ଡ୍ରେସ୍ ମିଳିଗଲା। ଖଇ ପଡ଼ିଲେ ଡ୍ରେସ୍, ବିଧା ମାରିଲେ ଡ୍ରେସ୍, ସମୁଦି କୋଳାକଳି ହେଲେ ଲୁଗା। ଏସବୁ କ'ଣ ପାଇଁ? ଏସବୁ କେବଳ ଆତ୍ମୀୟତା ବା ଅନ୍ତରଙ୍ଗତା ବଢ଼ାଇବା ପାଇଁ। ତାପରେ ପୁଣି କ'ଣ ଚାଲିଛି ଦେଖନ୍ତୁ, କଉଡ଼ି ଖେଳ। କଉଡ଼ି ଖେଳ କାହିଁକି ହୁଏ? ଜୀବନରେ ଦୁଃଖ ସୁଖ ଭିତରେ ବି ନିଜ ଭିତରେ ଏମିତି ଶାନ୍ତି ରଖିକି ଚାଲିବାକୁ ପଡ଼ିବ। ସବୁ ସହି ହସ ଖୁସିରେ ରହିବାକୁ ପଡ଼ିବ। ହସ ସବୁବେଳେ କେବଳ କର୍ତ୍ତବ୍ୟ ନୁହେଁ, ନିଜ ନିଜ ଭିତରେ ମନୋରଞ୍ଜନ ବି କରିବାକୁ ପଡ଼ିବ। ମୁଁ ତ ଏଇଆ ବୁଝେ। ଆପଣମାନେ କ'ଣ ବୁଝନ୍ତି ମୋତେ କହିବେ ତ? ମୁଁ ମଝିରେ ଥରେ ଏମିତି ଖାଲିରେ ଆଣିକି ଆମର ବୈଦିକ ବିବାହ ପ୍ରଥାକୁ ପଢ଼ୁଥିଲି। ସତରେ ମୋ ଆଖିରେ ଲୁହ ଆସିଯାଇଥିଲା। କେତେ ସୁନ୍ଦର ସୁନ୍ଦର ଶ୍ଲୋକ ଉଚ୍ଚାରଣ କରି ଆମେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। କିନ୍ତୁ ଏତେ ଶୀଘ୍ର ସେ ପ୍ରତିଜ୍ଞାକୁ ଭୁଲିଯିବା ଠିକ୍ ନୁହେଁ। ହଁ, ଝଡ଼ଝଞ୍ଜା ଆସିବ, ଛୋଟ ହେଉ ବଡ଼ ହେଉ, ଦୁଇଟି ଜୀବନ ଏକାଠି ହେବେ, ଦୁଇଟି ପରିବାର ଏକାଠି ହେବେ। ସବୁ କ'ଣ ସମାନ ହେଇଯିବ? କିଛି ରହିବ। ହେଲେ ତାକୁ ନେଇ ଏତେ ବେଶୀ ବିବ୍ରତ ହେବା ବା ଏମିତି ହଠାତ୍ କିଛି ଗୋଟେ ନିଷ୍ପତ୍ତି ନେବା କ'ଣ ଠିକ୍? ମୁଁ ଏ କଥାଟା ସମସ୍ତଙ୍କ ପାଇଁ କହୁଛି। ମୁଁ ତ ଗୁରୁଜନ ହେଇଗଲିଣି ନା। ଯେଉଁ ଛୋଟ ପିଲାମାନେ ଏବେ ବାହା ହେଉଛନ୍ତି ସିଏ ନିଜେ ବି ଚଏସ୍ କରନ୍ତୁ ବା ବାପା ମା' ଚଏସ୍ କରନ୍ତୁ। ଏକାଠି ରହିବା ପରେ ଦୂରରୁ ସମ୍ପର୍କ ରଖିବା ଆଉ ଗୋଟିଏ ବଖରାରେ ଏକାଠି ଜୀବନ କାଟିବା ବହୁତ ପାର୍ଥକ୍ୟ। ସେଇଟାକୁ ମନ ଭିତରେ ଭାବିବା ଉଚିତ। କିଛି ମତଭେଦ ନିଶ୍ଚୟ ଆସିବ, କିନ୍ତୁ ପରସ୍ପରର ମତକୁ ସମ୍ମାନ ଦେଇକି ନିଜ ଭିତରେ ଅନ୍ତରଙ୍ଗତା ରଖିକି ବାଟ ଚାଲିଲେ ଜୀବନ ଏମିତି ଆନନ୍ଦମୟ ହେବ। ଛୁଆଦିଙ୍କୁ ମନ ଭରି ଆଶୀର୍ବାଦ କରୁଥିଲି, ଏମିତି ହସି ହସି ସେମାନଙ୍କର ଜୀବନ କଟିଯାଉ। ସତରେ ବର୍ଷାଟା ଆମର ଭାରି ଅଲିଅଳି, ଆଉ ସିଏ ବି ତ ତାଙ୍କର ସାନ ପୁଅ। ତେଣୁ ଉଭୟ କେମିତି ସୁଖ ଶାନ୍ତିରେ ଦିନ କାଟିବେ ସେଇ କଥା ହିଁ ମୁଁ ଠାକୁରଙ୍କୁ ବାରମ୍ବାର ପ୍ରାର୍ଥନା କରୁଥିଲି। ଆଉ ବର୍ଷାକୁ ତ ମୁଁ ଆଗରୁ ଜାଣିଥିଲି। ଯାହା ବି ଅଳ୍ପ ମୁଁ ଜୋଇଁକି ଦେଖିଲି ଉଭୟ ଖୁବ୍ ସରଳ। ତେଣୁ ତାଙ୍କ ଜୀବନ ନିଶ୍ଚୟ ଅତି ଆନନ୍ଦରେ ଅତିବାହିତ ହେବ ଆଉ ପରସ୍ପରକୁ ଉତ୍ତମ ବୁଝାମଣା ସହିତ ସେମାନଙ୍କର ଯାତ୍ରା ନିଶ୍ଚୟ ଆନନ୍ଦମୟ ହେବ। ତାପରେ ଆସିଗଲା ବନ୍ଦାପନା ପାଳି। ମୁଁ କ'ଣ ବନ୍ଦେଇଲି ଆପଣମାନେ ଦେଖିକି କହିବେ। ମୁଁ ତ ସବୁବେଳେ କହିଛି ମୁଁ ମୋ ଝିଅ ଜୋଇଁକୁ ବି ଗହଣା ଗାଣ୍ଠି ବନ୍ଦେଇ ନଥିଲି। ହେଲେ ମୋ ଝିଅ ଜୋଇଁକୁ ଗୋଟେ ଅଲଗା ଜିନିଷ ବନ୍ଦେଇଥିଲି, ଏଠି ଗୋଟେ ଅଲଗା ଜିନିଷ ବନ୍ଦେଇଛି। ଏଠି ମୁଁ କ'ଣ ବନ୍ଦେଇଲି ଦୁହିଁକୁ ସେଇଟା ଆପଣମାନେ କହିବେ। ତାପରେ ଗୁଲୁରି ବନ୍ଦେଇଲା, ତାପରେ ତ ତା ବୋଉ ଆସିକି ବନ୍ଦେଇଲା, ଆଉ ସବୁ ବନ୍ଧୁବାନ୍ଧବ ବି ବନ୍ଦେଇଲେ। ମୁଁ ଯଦି ଏତେ ବନ୍ଦାପନା ଦେଖେଇବି କ'ଣ ଆଉ କହିବି ଆପଣମାନଙ୍କୁ। ଯାହା ମୋ ମନର ଭାବ ମୁଁ କହିଲି। ବାହାଘରଟା ନିଶ୍ଚିତ ଭାବରେ ଗୋଟେ ଆମୋଦଦାୟକ କାର୍ଯ୍ୟକ୍ରମ, କିନ୍ତୁ ତା'ର ମୂଳ ଲକ୍ଷ୍ୟ ହେଉଛି ଜୀବନରେ ଶାନ୍ତି ଶୃଙ୍ଖଳା ନେଇକି ଦୁଇଟି ପରିବାର କେମିତି ଚଳିବେ, ଦୁଇଟି ଜୀବନ କେମିତି ଚଳିବେ। ତେଣୁ ସବୁ ଏଇ ଯେ ସାଜସଜା ଭୋଜି ଭାତ ଭିତରେ ବି ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରିକି ସେଇ ଦୁହିଁଙ୍କୁ ଶୁଭାଶିଷ ପ୍ରଦାନ କରିବା ହେଉଛି ସବୁ ଗୁରୁଜନମାନଙ୍କର କର୍ତ୍ତବ୍ୟ। ଆଉ ତା ବୋଉ ତ ତାଙ୍କୁ ଜଗନ୍ନାଥଙ୍କୁ ଦେଇଛି, ସେଇ ଜଗନ୍ନାଥ ତାଙ୍କୁ ସାହା ଭରସା ହେବେ। ଏମିତି ହେଉ ହେଉ ବାହାଘର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲା। ଆଉ ସମସ୍ତଙ୍କୁ ନିଦ ମାଡ଼ି ଆସୁଥିଲା। ମୁଁ ଦେଖିଲି କ'ଣ ଆମ ଘରର କେହି ନାହାନ୍ତି। ବାହାଘର ସରିଲା ବେଳକୁ
ମୁଁ ଯାଇ ଦେଖିଲି ଆମ ରୁମ୍ର ଅବସ୍ଥା ଏଇଆ। ମୁଁ ଭାବିଲି ଆରେ ହେ ଏଇ କଥାଟା ବି ମୁଁ ଆପଣମାନଙ୍କୁ ଦେଖେଇଦେବି। ଦେଖନ୍ତୁ ଲୁଗା ବଦଳାଇବାକୁ ବି କାହାର ତର ନାହିଁ, କେମିତି ନିଦରେ